ଭଲ ହେଲା ଯୋଉ ଝିଅ ମାନେ ବିବାହ ପାରୁନାହାନ୍ତି ଗରିବ ଘର ଆଦିବାସୀ ହରିଜନ ସବର୍ଣ୍ଣ ଭିତରେ ବିବାହ ହେଇଯିବ ଖୁବ ଭଲ ହେଲା। କିନ୍ତୁ ଦେଲେ ହେଲା କାରଣ ଗୋଟେ ସୁଭଦ୍ରା ଯୋଜନାରେ 30ଟା ଟଙ୍କା ଦିନକୁ ଭାଗ ପଡୁଛି। କୌଣସି ଲୋକ ପାଇପାରୁନାହାନ୍ତି, ଉପକୃତ ହଉନାହାନ୍ତି। ନବୀନ ପଟ୍ଟନାୟକ ଲକ୍ଷ ଲକ୍ଷ ଟଙ୍କା ଦଉଥିଲା, ମହିଳା ମାନଙ୍କୁ ଲୋନ ଦଉଥିଲା, ସେମାନେ ବିଜନେସ କରୁଛନ୍ତି, ଧନ୍ଦା କରୁଛନ୍ତି। ଏ 30ଟା ଟଙ୍କାରେ କି ଧନ୍ଦା କରିବେ କି ବିଜନେସ କରିବେ? ये योजना ଦେଇଛନ୍ତି ଭଲ କଥା, ଗରିବ ଝିଅ ବିବାହ ହେଇଯିବେ, କିନ୍ତୁ ଲୋକେ ପାଇବା ଦରକାର, ବିବାହର ହବା ଦରକାର, ତାହେଲେ ଭଲ ହବ। ଆଜି ବିରାଟ ସାଧାରଣ ସଭା କରିଥିଲୁ ଆମେ। ଆମ୍ବେଦକର ଆଜି ଶ୍ରାଦ୍ଧ ଦିବସ, ଫୁଲ ଦେଲୁ ଆମ୍ବେଦକର ଷ୍ଟାଚୁରେ, କଂଗ୍ରେସ ଅଫିସରେ ଦେଲୁ। ମିଟିଂ ସାରିକି ମୁଁ ଯାଉଛି। ଛାତ୍ର, ଯୁବକ, ମହିଳା, ଆଦିବାସୀ, ହରିଜନ, ମାଇନର କମ୍ୟୁନିଟି ସବୁ ଶ୍ରେଣୀର ଲୋକ ଆସିଛନ୍ତି। ପ୍ରାୟ 10,000 ଲୋକ ଆମେ ଏକାଠି ହେଇଛୁ ସଂଗଠନକୁ ସୁଦୃଢ କରିବା ପାଇଁ। ତୃଣମୂଳ ସ୍ତରରୁ ମହିଳା ନିର୍ଯାତନାରୁ କେମିତି ଲୋକେ ବଞ୍ଚିବେ ସେଥିପାଇଁ, ଦରଦାମ ଉପରେ, ବେକାର ସମସ୍ୟା ଉପରେ, ମଣ୍ଡିରେ ଧାନ ବିକ୍ରି ହଉନି ତାରି ଉପରେ ତର୍ଜମା କରାଗଲା, ଆଲୋଚନା କରାଗଲା। ଏବଂ କେମିତି ରେଲୱେ ଇଣ୍ଡିଆର ସବୁଠୁ ହାଏଷ୍ଟ ରେଭିନ୍ୟୁ ପାଉଛି ଓଡ଼ିଶାରୁ, ଅଥଚ ଓଡ଼ିଶା ପାଇଁ ଦାନ ସେମିତି ନାହିଁ। ଓଡ଼ିଶାର ଏମପି ରେଳ ମନ୍ତ୍ରୀ, ଅଥଚ ଆମର ଗ୍ରାଣ୍ଟ ନାହିଁ। ଆମେ ତାକୁ ଡିମାଣ୍ଡ କରିବୁ। ଆମର ଭୁବନେଶ୍ୱର ଷ୍ଟେସନଟା ଖାଲି ପଡି ରହିଛି ସେମିତି ତୁତୁରୁ ତୁତୁରୁ ତୁତୁରୁ। କେତେ ବର୍ଷ ଲାଗିବ? 10 ବର୍ଷ ହେଇଗଲା, ଏପର୍ଯ୍ୟନ୍ତ ହେଇପାରୁନି। ୟାକୁ କରିବେ ଜାତୀୟ ସ୍ତରର, ବିଶ୍ୱସ୍ତରୀୟ ମାନେ ଷ୍ଟେସନ। କାହିଁ କଣ କୋଉଠି ଝିମେଇ କାମ ଚାଲିଛି। ତାଙ୍କୁ ଛାଡ, ଲିଙ୍ଗରାଜଙ୍କ ନାଁରେ ଯୋଉଟେ ଏକ୍ସପ୍ରେସ ଚଲାଅ, ଗୋଟେ ଭୁବନେଶ୍ୱରରୁ ଦିଲ୍ଲୀ, ଗୋଟେ ଭୁବନେଶ୍ୱରରୁ ବମ୍ବେ, ତା ବି ହଉନି। ଏଇସବୁ ଡିମାଣ୍ଡ କରିବୁ, ଖୁବ ଭଲ ହବ। ମିଶିବେ? ମୁଁ କହିପାରିବିନି। ବିଜେପି ବାଲା କହିବେ, ବିଜେଡି ବାଲା କହିବେ, ତାହେଲେ ହେଇଥିବ। ଏଗୁଡାକ ହବା ଉଚିତ ନୁହଁ। ପ୍ରଫୁଲ୍ଲ ସାମଲ ଜଣେ କିମ୍ବଦନ୍ତୀ ପୁରୁଷ, ଜଣେ ଟାଣୁଆ ନେତା, ଗୁରୁର ଅର୍ଗାନାଇଜର, ଗୁଡେ ଦେଶ ପାଇଁ ରାଜ୍ୟ ପାଇଁ କରିଛନ୍ତି। ତାଙ୍କ ପୁଅ ଯଦି ମତ ପରିବର୍ତ୍ତନ, ମୁଁ କହିପାରିବିନି। ଫେଭର କଣ ସାହାଯ୍ୟ? କି ସାହାଯ୍ୟ ତାଙ୍କୁ ଦେବେ? ସବୁ ତ ଆସିକି ସେଠି ପଡିଛନ୍ତି। ସବୁ ଗାନ୍ଧୀ ରାସ୍ତାରେ ପଡିଛନ୍ତି, ଶୀତ ଦିନ କାକରରେ ପଡିଛନ୍ତି, ଦରମା ଗୋଟା ପାଇପାରୁନାହାନ୍ତି। ଆଉ ତାକୁ କଣ ଫେଭର କରିବେ? କି ଫେଭର କରିବେ? ତାଙ୍କର ଯୋଉ 35,000 ସ୍କେଲ ସେତିକି ଦେଇ ଦିଅନ୍ତୁ। ସେ ଅଫିସକୁ ମାଷ୍ଟର ମାନେ ଘରକୁ ଯାଆନ୍ତୁ, କେହି ପଚାରିବାକୁ ନାହିଁ କି ବୁଝିବାକୁ ନାହିଁ। ଲଜ୍ଜା, ଘୋର ଲଜ୍ଜା। ମୋହନ ମାଝୀ ଆଉ ସମୟ ଅଛି ବୁଝିବା ପାଇଁ? ସେ ଖାଲି ଟୁର କରୁ କରୁ, ରିବନ କାଟୁ କାଟୁ, ତାଙ୍କ ପୋଷ୍ଟର ଆଉ କଟଆଉଟ ମାରୁ ମାରୁ, ଆଡଭର୍ଟାଇଜମେଣ୍ଟ ପେପରରେ ବାହାରୁ ବାହାରୁ ତାଙ୍କ ଦିନ ଯାଉଛି। ଆଉ କଣ କାମ ତାଙ୍କର ଅଛି? ମା ଭଉଣୀ ମାନେ କି ଅତ୍ୟାଚାରିତ ହଉଛନ୍ତି ଶୀତ କାକରରେ, ଦାରୁଣ ଦୁଃଖ। ଏ ମୋହନ ମାଝୀ ଟିକେ ମାଷ୍ଟର ମାନଙ୍କୁ ଡାକି ଆଲୋଚନା କରି ସମାଧାନ କରିଦିଅ, ଭଲ ହବ।